କରଞ୍ଜିଆର କିଆ ଗାଁରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ଭାଙ୍ଗିଲା 60 ଘର, ଜଣେ ମୃତ, 10 ଜଣରୁ ଉର୍ଦ୍ଧ୍ୱ ହେଲେ ଆହତ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତାଟ ନିକଟସ୍ଥ କିଆ ଗାଁରେ ଘୂର୍ଣ୍ଣିଝଡ଼ରେ ଅଘଟଣ ଘଟିଛି। ରବିବାର ଅପରାହ୍ନ ପ୍ରାୟ 3:30 ସମୟରେ ହଠାତ୍ ପବନରେ ଉଡ଼ିଲା ଖପର ଘର। 70ରୁ ଉର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଜଣେ ମୃତ୍ୟୁ ହେବା ସହ 10 ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଥିବାର ସୂଚନା ମିଳିଛି। ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ। ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଫିଙ୍ଗି ହୋଇ ପଡ଼ିଲା। ଏହି ଘୂର୍ଣ୍ଣିଝଡ଼ ଆସି ପ୍ରାୟ 30 ମିନିଟ୍ ଧରି ତାଣ୍ଡବ ରଚି ଚାଲିଲା। ତୀବ୍ର ପବନ ଯୋଗୁଁ ଅନେକ ଘରର ଛାତ ଉଡ଼ିଯାଇଥିବା ସହିତ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘୂର୍ଣ୍ଣିଝଡ଼ର ପ୍ରଭାବରେ ଗୋଟିଏ ଅଟୋକୁ ମଧ୍ୟ ପବନ ଉଡ଼ାଇ ନେଇ ନିକଟସ୍ଥ ପୋଖରୀରେ ପକାଇ ଦେଇଥିବାର କୁହାଯାଉଛି। ଆହତ ଲୋକମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଖବର ସଂଗ୍ରହ ସୁଦ୍ଧା ଗୁରୁତରଙ୍କ ସଂଖ୍ୟା ଅସ୍ପଷ୍ଟ ରହିଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବାର ସୂଚନା ମିଳିଛି। ଘଟଣାର ଖବର ପାଇ କରଞ୍ଜିଆର ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଅନୁଧ୍ୟାନ କରିବାକୁ ଚିକିତ୍ସାଳୟକୁ ପହଞ୍ଚିଛନ୍ତି। ଜଣେ ଆହତଙ୍କର ମୃତ୍ୟୁ ନେଇ କରଞ୍ଜିଆ ଏସ୍ଡିପିଓ ମଧ୍ୟ ସୂଚନା ଦେଇଛନ୍ତି। ମାନେ ଏମିତି ହେଇନାହିଁ, ହେବାର ହେଇଛି। ସେଇ ଛାପ ফুল হয়ে গনে যে না আর পাঁচটা তিনে গোটে ঘরে 3 জনকু পাইছো না 2 জন দেখো তিনে কোঠি শুনো না সেই এক নেই করে যাও না সানো পিছড়িয়াটা হেই নাই ওহো।